ହାରିଯାଇ ବି ସମସ୍ତଙ୍କ ମନ ଜିତି ନେଲା ଆର୍ସିବି। କିନ୍ତୁ ମିଚେଲ ମାର୍ଶଙ୍କ ସେହି ବିସ୍ଫୋରକ ଶତକ ଆଗରେ ସବୁ ଫିକା ପଡ଼ିଗଲା। କେମିତି ଶେଷ ଓଭରରେ ଏଲ୍ଏସ୍ଜି ଏହିକୁ ଛଡ଼ାଇ ନେଲା? ଆସନ୍ତୁ ଜାଣିବା ଏହିର ଟପ୍ 5 ମୋମେଣ୍ଟସ୍। 2. ପ୍ରଥମେ ବ୍ୟାଟିଂ କରି ଏଲ୍ଏସ୍ଜିର ମିଚେଲ ମାର୍ଶ ପଡ଼ିଆରେ ନିଆଁ ଲଗାଇ ଦେଇଥିଲେ। ମାତ୍ର 20ରେ ଅର୍ଦ୍ଧଶତକ ଏବଂ ମୋଟ 111ର ଏକ ଦମଦାର ଶତକ, ଯେଉଁଥିରେ ସାମିଲ ଥିଲା 10ଟି ଆକାଶଛୁଆଁ ଛକା। ପଏଣ୍ଟ 2. ମାର୍ଶଙ୍କ ସାଥ ଦେଇଥିଲେ ପୁରନ ଓ ଋଷଭ ପନ୍ତ। ପନ୍ତ ମାତ୍ର 10ରେ 32 ରନ୍ କରି ଏଲ୍ଏସ୍ଜିର ସ୍କୋରକୁ 209ରେ ପହଞ୍ଚାଇ ଦେଇଥିଲେ। ପଏଣ୍ଟ 3. କୋହଲିଙ୍କ ବିଫଳତା। ଲକ୍ଷ୍ୟ ବଡ଼ ଥିଲା, କିନ୍ତୁ ଆର୍ସିବିର ଆରମ୍ଭ ବହୁତ ଖରାପ ରହିଲା। ମହମ୍ମଦ ସାମି ଓ ପ୍ରିନ୍ସଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିଲେନି ବିରାଟ କୋହଲି। ସେ କ୍ଲିନ୍ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ପଏଣ୍ଟ 4. ତାପରେ ଆସିଲେ ରଜତ ପାଟିଦାର। 31ରେ 61 ରନ୍ କରି ସେ ଆର୍ସିବିକୁ ଫେରାଇ ଆଣିଥିଲେ। ଶେଷ ଆଡ଼କୁ ଟିମ୍ ଡେଭିଡ୍ ମଧ୍ୟ କିଛି ବଡ଼ ସଟ୍ ମାରି ଆଶା ଜଗାଇଥିଲେ। ପଏଣ୍ଟ 5. ଶେଷ 3 ଓଭରରେ ଦରକାର ଥିଲା 47 ରନ୍। କୃଣାଲ ପାଣ୍ଡ୍ୟା ସାମିଙ୍କୁ ଲଗାତାର 2ଟି ଛକା ମାରି ଖେଳ ପଲଟାଇ ଦେଇଥିଲେ। କିନ୍ତୁ ଶେଷ ଓଭରରେ ଦିଗ୍ବିଜୟ ରାଠି ମାତ୍ର 10 ରନ୍ ଦେଇ ଏଲ୍ଏସ୍ଜିକୁ 9ରେ ଜିତାଇ ଦେଲେ। ଆପଣଙ୍କ ମତରେ ଆର୍ସିବି କେଉଁଠି ଭୁଲ କଲା? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଏବଂ ଏମିତି କ୍ରିକେଟ୍ ଅପଡେଟ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।